ପ୍ରିୟର ପ୍ରଭୁଙ୍କ ଲୋକମାନେ ଆପଣମାନଙ୍କ ସମ୍ମୁଖରେ ଆଜିର ପ୍ରସଙ୍ଗ ରଖିବା ପାଇଁ ଇଚ୍ଛା ପ୍ରକାଶ କରେ। ସଦାପ୍ରଭୁ ଧାର୍ମିକମାନଙ୍କର ପ୍ରାର୍ଥନା ଶୁଣନ୍ତି। ଗୀତ ସଂହିତା 4 ଅଧ୍ୟାୟ 1 ପଦରେ ଏହିପରି ଲେଖାଯାଏ, ଏ ମୋର ଧାର୍ମିକ ସ୍ୱରୂପ ପରମେଶ୍ୱର, ମୁଁ ଡାକିଲେ ମୋତେ ଉତ୍ତର ଦିଅ। ପ୍ରିୟର ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଆମ୍ଭେମାନେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ଆଉ ପ୍ରଭୁଙ୍କ ନିକଟରେ ଆମ୍ଭେମାନେ ଯିବା, ଆମ୍ଭେମାନେ କହିବା, ଏ ମୋର ଧର୍ମ ସ୍ୱରୂପ ପରମେଶ୍ୱର, ମୁଁ ଡାକିଲେ ମୋତେ ଉତ୍ତର ଦିଅ। ସଙ୍କଟ ସମୟରେ ମୋତେ ଉଦ୍ଧାର କର, ସଙ୍କଟ ସମୟରେ ମୋତେ ସାହାଯ୍ୟ କର, ମୋତେ ଦୟା କର ଓ ମୋର ପ୍ରାର୍ଥନା ଶୁଣ। ଯେତେବେଳେ ଆମ୍ଭେମାନେ ପ୍ରାର୍ଥନା କରିବା, ପ୍ରଭୁଙ୍କୁ ଡାକିବା, ନିଶ୍ଚୟ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣିବେ, କାରଣ ସଦାପ୍ରଭୁ ଧାର୍ମିକମାନଙ୍କର ପ୍ରାର୍ଥନା ଶୁଣନ୍ତି। ଗୀତ ସଂହିତା 86 ଅଧ୍ୟାୟ 6 ପଦରେ ଏପରି ଲେଖାଯାଏ, ଏ ସଦାପ୍ରଭୁ ମୋ ପ୍ରାର୍ଥନାରେ କର୍ଣ୍ଣପାତ କର ଓ ମୋ ନିବେଦନର ଦ୍ରବ୍ୟରେ ମନୋଯୋଗ କର। ପ୍ରିୟର ଭାଇ ଭଉଣୀମାନେ, ଯେତେବେଳେ ଆମ୍ଭେମାନେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା, ଆମ୍ଭମାନଙ୍କର ନିବେଦନ ମନୋଯୋଗ କରିବେ, ଆମ୍ଭମାନଙ୍କର ପ୍ରାର୍ଥନା ଶୁଣିବେ। ଗୀତ ସଂହିତା 17 ଅଧ୍ୟାୟ 1 ପଦରେ ଏପରି ଲେଖା ଅଛି, ମୋର କାକୁତିରେ ମନୋଯୋଗ କର, ନିଷ୍କପଟଷ୍ଟରୁ ନିର୍ଗତ ମୋର ପ୍ରାର୍ଥନା କର୍ଣ୍ଣପାତ କର। ଯେଉଁ ବ୍ୟକ୍ତି କାକୁତି ସହିତ, କ୍ରନ୍ଦନ ସହିତ, ବ୍ୟାକୁଳତା ସହିତ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି, ପରମେଶ୍ୱର ତାଙ୍କର ପ୍ରାର୍ଥନା କର୍ଣ୍ଣପାତ କରିବେ। ନିଶ୍ଚୟ ସଦାପ୍ରଭୁ ଯୀଶୁଖ୍ରୀଷ୍ଟ ଶୁଣିବେ, ସେମାନଙ୍କର ପ୍ରାର୍ଥନା ଶୁଣିବେ। ପ୍ରିୟର ପ୍ରଭୁଙ୍କ ଲୋକମାନେ, ଯେତେବେଳେ ସରଳ ମନରେ, ପବିତ୍ରତା ସହିତ, ସୂଚି ମନରେ, ସୂଚି ହୃଦୟ ସହିତ, ନମ୍ରତା ସହିତ ପ୍ରାର୍ଥନା କଲେ, ନିଶ୍ଚୟ ପରମେଶ୍ୱର କର୍ଣ୍ଣପାତ କରିବେ ଏବଂ ଦୃଷ୍ଟି ହେବେ। ସଦାପ୍ରଭୁ ଆମମାନଙ୍କର ପ୍ରାର୍ଥନା ଶୁଣିବେ, କାରଣ ସଦାପ୍ରଭୁ ଧାର୍ମିକମାନଙ୍କର ପ୍ରାର୍ଥନା ଶୁଣନ୍ତି, କର୍ଣ୍ଣପାତ କରନ୍ତି। ତେଣୁ ଆମ୍ଭେମାନେ ପ୍ରଭୁଙ୍କୁ ଭୟ କରିବା, ଭକ୍ତି କରିବା ମନୁଷ୍ୟ ନୁହେଁ। ଏ ବାକ୍ୟ ଦ୍ୱାରା ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରେଜ୍ ଦ ଲର୍ଡ।